चलो नमस्कार गुड मॉर्निंग वेलकम टू माय चैनल केमती अच्छी आशा कर समस्त भल थी मुझे भल अच्छी। चलते आज ब्लॉग कौन कर निश्चय शेयर करी जी मो चैनल नुआ अच्छा प्लीज मो चैनल को सब्सक्राइब करूँगा वीडियो को चलो ऋषि आज ऑनलाइन क्लास चलती स्कूल रे गोटे कौन चल कौन कहले जमी क्लास सेमती ऑनलाइन क्लास चलो ए मु कल ठार सब बेकड़ हो पड़ी जाऊँगी सजड़ा सजड़ी करी पास आ कि समय सिले साले करी रोषे कर चलो चलो रोषे डाली होगला भजाटा मु आलूटा पकईकि ऊपर को गली हरी छुई ऊपर को गली कौन वर्षा आसला लुगापड़ा तोड़ा वर्षा पकड़ा लुगापड़ा तोड़ा गली आलू सीझीगला छुईटा सीझिनी छुईटा भल कि सीझिना आलू पूरा भल कि सीझीगला चलो से पूरा ये होगा आलूटा मिक्स होगला तक गरम हो बापांर एपटे ओर भात होती डालमा सीझिकी थुआई बघरा हम एक्चुअली डालमा करिया किसी ना डालमा कले आमर बहुत बाग किए खाइबे हाँ हाँ से दीटा का मिसईक बघाली मु जानते से तो मोर आ मन नहीं केते प्रकार डाली कर हौ हौ है डालमाटा हेले सी आम अरुआ जेहतु आज आम पिज खाइबू फेर तक पिज पकारे रसुन पे राति कहे राति खाइबा बहुत बाग करने बाग जमी खावाई भी बाग सेमती निया तुम कौन कर साधारे आसे मोर सब कम सरीगला चाहा ये बसी सहित समस्ते आज खाई सका गोटे वर्षा पाग जो छुट्टी अच्छी वर्षा तो प्रबल हो सहित समस्ते मुढ़ी बादाम भूषण पत्र यहाँ सब पड़ी भजा है ना आटा थुआई ऋषिर टिफिन नब गुगुनी टिफिन यहाँ ऋषिर टिफिन चाह बस दी समस्त पीबू तापर फिर खाइबे भात रोषे पकड़ा शाग फाग हम कौन खाइबे देखा आमर मार्केट बंद बाजार बंद मत काली कहले कि आवा पूरी मु कहली तो रथ सरला ठाकुर विजय करगले नीलाद्रि विजय सरीगला आ कहीं पूरी मोर आ इच्छा नहीं जा किंतु फिर मुझे जाकि रेनिकोट नहीं कि आई जेहेतु आम आर वर्ष स्कूटी जाइलु ए वर्ष वर्षा वर्षा है पूरा हैरान ना परदिन रात बाहर आम बाहर जाऊ पूरा 4टा रात बाहर के पड़ाऊ ठीक घरे आसी 10टा बेलू पहुँची जाइए रेनिकोट भी थुआई देखो रेनिकोट कल जाकि रेनिकोट लेके आसी यहाँ हूँ रेनिकोट है यहाँ हूँ रेनिकोट नहीं आई जीवा पूरी मु कह ना एमती वर्षा वर्षा हो वर्षे जाकि आसला बेलू मत जर हो मत तो जहाँ जर हम मोर भी ना तुम्हें भी तो गाड़ी चलेब ना
ବି ପବନ ମାନେ ବର୍ଷା ମାଡ଼ ହେବ ଆଉ ଏବେ ଚାଲିଛି ସମସ୍ତଙ୍କୁ ଜ୍ୱର ଫର ହେଉଛି ହେଇଯିବ। କହିଲେ ନାଇଁ ନାଇଁ ଯିବା ଆଉ। ମୁଁ କହିଲି ହଉ ଲୋକଟା କାଇଁ ଇଣ୍ଟରେଷ୍ଟେଡ଼ ହେଲା। ମୁଁ କହିଲି ହଉ ତାହେଲେ କେତେଟାରେ ବାହାରିବ? ମୋତେ କହିଲେ ହଁ 5:30ଟାରେ ବାହାରିବ ଆଉ। 5:30ଟାରେ ଯେହେତୁ ବାହାରିବ ମୁଁ 4ଟାରେ ଆଲାର୍ମ ଦେଲି। 4ଟାରେ ଆଲାର୍ମ ଦେଲି, ଦେଖିଲା ବେଳକୁ ଉଠିଲା ବେଳକୁ ବର୍ଷା ହେଉଛି। ବର୍ଷା ହେଲେ ମନଟା କେମିତି ଲାଗିବନି? ହଁ ବାହାରିକି ପଳେଇଲ, ପାଗ ଭଲ ଅଛି, ଅଧଘଣ୍ଟେ ବର୍ଷା ହେଲା। ପୁରା ଆଜି ଫୁଲ୍ ଡେ ବର୍ଷା ହେଲା। ମୁଁ ସେଇଠୁ ଗାଲି ସିଏ ବି ଗାଲି ହେଲେ ହେଲା। ତାପରେ ମୁଁ କହିଲି ଆଉ ନାଇଁ ବର୍ଷାରେ ମୁଁ ଯିବିନି, ମୋ ଦେହ ଖରାପ ହେଇଗଲେ ମୋର କିଏ କରିବ? ରିଷି ହେରିକା ବି କହିଲେ ମାମା ଯାଉନୁ, ଯା ବୁଲିକି ଆସିବୁ। ମୁଁ କହିଲି ନା ମୁଁ ଯିବିନି ହେଲା। ଆଉ ମୁଁ କହିଲି ମୋତେ ଆଉ ଇଏ ପାଗ ଦେଲେ ଯିବା ଦେଖିବା, ତୁମେ ବୋଉ ବାପାଙ୍କୁ ନେଇଯାଅ, ତାଙ୍କର ଆଇ ଟେଷ୍ଟ କରିବ, ତାଙ୍କ ଆଖି ହସ୍ପିଟାଲ ନେଇ ତା ଆଇ ଟେଷ୍ଟ କରିକି ଟିକେ ଦେଖି ଆସିବ ଆଉ। ସରିଲା। ଅଣ୍ଡା ଆଣିକି ଥୋଇଛନ୍ତି। କହିଲେ ଆଜି ରୋଷେଇ କ'ଣ? ମୁଁ କହିଲି ହଁ ଆଜି ତ ମଙ୍ଗଳବାର ଆଉ ଯାହା ହେବ ଆଉ, ତୁମର ଅଣ୍ଡା ଆମଲେଟ୍ କରିଦେବ। ନା ଅଣ୍ଡା ଟିକେ କଷି ଦିଅ। ଅଣ୍ଡା ଆଣି ଥୋଇଛନ୍ତି। ଚାହା ହେରିକା ସବୁ ସକାଳୁ ମୁଢ଼ି ଆଉ କ'ଣ ହେଲା ପିଆଜ, ଭୃଷଙ୍ଗ ପତ୍ର, ବାଦାମ ସବୁ ପଡ଼ି ଭଜା ହେଲା, ଚୋବେଇ ହେଇଛି। ଥାଳି ସେଇଠି ଥୁଆ ହେଇଛି ଖାଇକି ହେଲା। ପଖାଳ ଖାଇବାକୁ ସଜନା ଶାଗ ମୁଗ ହେଇଛି, ଆଳୁ ଚକଟା ହେଇଛି, କିନ୍ତୁ ନାଇଁ ଆଉ ଇଚ୍ଛା ନାହିଁ। ଅଣ୍ଡା କଷା ହେଲେ ଭାତ ଖାଇବାକୁ ଯାଉଛି। ଅଣ୍ଡାଟା ବସେଇଦେବି, ସାଧାରେ ହେବ କ'ଣ ଆଉ ଯାଉଛି। ଭାରି ଇଚ୍ଛା ଥିଲା ରଥରେ ଜଗନ୍ନାଥଙ୍କୁ ଦେଖିବା ପାଇଁ, କିନ୍ତୁ ଯାଇ ହେଲାନି ଆଉ। ଜଗାର ଇଚ୍ଛା ନଥିଲେ କିଛି ବି କରିହେବନି। ଜଗା ପାଖକୁ ଯାଇବି ଜଗାକୁ ଦେଖିପାରିବନି। ବରା ସେଦିନ ଆଳୁଚପ, ଆଜି ବରା, ମାନେ ଏତେ ତେଲ ଜିନିଷ ଖାଉଛନ୍ତି ଆମ ଘରେ। ଚାହା ମୋ ବୋଉ ଚାହା ପିଇସାରିଲା। ବରା ଆଳୁଚପ ଯେତେ ତେଲ ଜିନିଷ ଖାଅ, କୋଲେଷ୍ଟ୍ରଲ୍ ପଛେ ବଢ଼ୁ, ମେଡ଼ିସିନ ଖାଅ, ବିପି ବଢ଼ୁ, ସବୁ ବଢ଼ୁ। ଚାଲ ପୂଜାପୂଜି ସାରି ସାରିଲେ, ଆସିଲେ ବୋଉର ରିସିର ଟିଫିନ୍ ସଜାଡ଼ି ଦେଇଛି, ସେ ଥୋଇ ଦେଇକି ଆସିଛି ସେ ରୁମ୍ରେ। ଆଉ ସେ ଖାଇନି। ବସିଲେ ଏଠି କ୍ଷୀର ଫୁଟେଇଦେବି, ତାପରେ ରିଷି ଟିଫିନ୍ ଆଣିଲୁ ଟିକେ ଉପରୁ ଦେ। ହଁ ସେଇଠି ଥାଉ। ଗୁଣ୍ଡିଚା ରାଣୀ ଲୋ ସଫା କରିଥିଲୁ? ଆମର କେତେ ମାଛ ମଲା ପରେ କେତେ ବଞ୍ଚିଲା। ଯୋଉ ବଡ଼ ମାଛ ପଳେଇଲା ଭୁବନେଶ୍ୱର, ତାପରେ କେତେ ମାଛ ମଲା? ନାଇଁ କେତେ ମିନିମମ୍ 70-80ଟା ମାଛ ମରିବା ପରେ ଇଏ ତିଷ୍ଠିଛନ୍ତି। ସିଏ ଯେତେକ ବଡ଼ ହେଇଥିଲା ସିଏ ଗୋଟେ ସାଙ୍ଗରେ ତିଷ୍ଠିଥିଲେ, ଇଏ ଗୋଟେ ସାଙ୍ଗରେ ତିଷ୍ଠ ନା। ତାପରେ ଯୋଉରେ ଆସିଥିଲେ ସବୁ ମୁକ୍ତ। ଆଉ ନାଇଁ ତ ଖାଇବାନି। ଆଉ ସେ ବାଉଲଟା ସେ ରଖିଛି। ତା ଦେହରେ ଆଉ ଗୋଟେ ଗଛଟେ ଲାଗିଥିଲା, ସେ ଗଛଟା ତା ଦେହରେ ଛାଡ଼ିବ। ନେ ତ ଖାଇବାନି। ନେ ଶାଢ଼ୀକି ନେଇଯାଉ। ନାଇଁ ସେ ବାଉଲରେ ଗୋଟେ କଲରଫୁଲ ଗଛ ଥିଲା। ଏଡ଼ିକି ଗୋଟେ ପ୍ଲାଷ୍ଟିକର ପ୍ଲାଣ୍ଟଟା ଥିଲା, ଯେମିତି ପାଣି ପଶିଲେ ସେଇଟା ଲାଇଟ୍ କରିବ, ସୁନ୍ଦର ଦେଖାଯିବ। ସେଇଟା କ'ଣ ହେବ? ସେଇଟା ପୁରା ପତଳା ଗ୍ଲାସ୍, ଯେମିତି ଆମର ଗୋଟେ ବାପୁ ଆଣିଥିଲେ ଛୋଟିଆଟେ। ହଁ ସେଇଟା କେତେ ଫୁଟିବ? ସେଇଟା ଗୋଟେ
ମାଛ କାମୁଡ଼ା କାମୁଡ଼ି ହେଲେ ତାକୁ ଅଲଗା ରଖିବା ପାଇଁ ସେଇଟା ଆଣିଥିଲା। ହଉ ଚାଲ। ନାଇଁ ନାଇଁ ସିଏ ଅଲଗା ଗୋଟେ କ୍ୟାଟଫିସ୍ ନା କ'ଣ ଗୋଟେ ଏମିତି ଗୋଟେ ଥିଲା ସେଇଟା ସମସ୍ତେ କାମୁଡ଼ିଥିଲା ହେଲେ ତାକୁ ଅଲଗା ରଖା ହେଲା, ସେ ମରିଗଲା। ସିଏ 2 ଦିନରେ ଖଣ୍ଡେ ମରିଗଲା। ଏଇ ତୁ ତୋର ନେଇକି ଖା ଚୁପେଇକି, ଏତେ ଭାଷଣ ଦେନି, ଯା ଚୁପେଇକି। ତ ଟିଫିନ୍ ନେଇଛୁ, ପାଣି ବୋତଲ ସବୁ ରେଡ଼ି। ଓକେ ତୁ ନେଇକି ଚାଲ, ମୁଁ ମୋର କାମ ଅଛି। ଉପର ୱାସିଂ ମେସିନ୍ଟା ସେ ଇଏ ହେଇଯାଇଛି ଯେ ସଫା ବି କରିହେବନି। ଯାହା ଭାଙ୍ଗିଥିଲା ସ୍ପିନର ସିଏ ତାକୁ ଟ୍ରେନ୍ରେ ଭାଙ୍ଗି ଯାଇଛି। କିଏ ଗୋଟେ ଆସିଲେ ସଜାଡ଼ିଲେ ସେ ତ ଚାଲିବ। କୋଉ କାଳ ହେଇଗଲା। ଆରେ କାଇଁ ତୁ ଗପୁଛୁ, ଗଲୁ ଏଠୁ।